ଖରାଦିନିଆ ସଞ୍ଜରେ କିଛି ଖାଇବାକୁ ଇଚ୍ଛା ହେଲେ ଚଟପଟା ମାତ୍ର 5 ମିନିଟ୍ ଭିତରେ ବନେଇଦେବେ। ଜବରଦସ୍ତ ରହିବ ସ୍ୱାଦଟା। ଖଟା ରାଗ ଲୁଣି ପୁଦିନା ଧନିଆ ଚଟଣି, ଖଟା ମିଠା ତେନ୍ତୁଳି ଚଟଣି ଜମିଯିବ ପୁଣି। ମିଠା ଦହି ସାଥେ ପରସି ଦେବେ, ଘର ଲୋକେ ଖାଇକି ପୁରା ଖୁସି ହେଇଯିବେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମାତ୍ର 5 ମିନିଟ୍ ଭିତରେ ମିନି କଟୋରୀ ଚାଟ୍ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ, ଆମେ କଟୋରୀ ଚାଟ୍ ପ୍ରସ୍ତୁତ କରିବା ପାଇଁ କଟୋରୀ ବନେଇବା ପାଇଁ ଆମେ ମଇଦା କିମ୍ବା ଅଟାକୁ ଚକଟିକି ତାପରେ ତାକୁ ଗିନାର ସେପ୍ ଦେଇକି ବା ଗିନାରେ ଲଗେଇକି ତାକୁ ଆମେ ତେଲରେ ଛାଣିଥାଉ, ଯାହାକି ବହୁତ ସମୟ ଲାଗିଥାଏ ପ୍ରସ୍ତୁତ ହେବା ପାଇଁ। କିନ୍ତୁ ଆମେ ଏଠି କଟୋରୀ ପ୍ରସ୍ତୁତ କରିବା ପାମ୍ପଡ଼ରେ ମାତ୍ର 5 ମିନିଟ୍ ଭିତରେ ପ୍ରସ୍ତୁତ ହେଇଯିବ। ଆମେ କଟୋରୀ ବା ଗିନା ପ୍ରସ୍ତୁତ କରିବା ପାଇଁ ଆମେ ଏଠି କ'ଣ କରିବା ନା, ଗୋଟେ ବଡ଼ ସାଇଜ୍ର ପାମ୍ପଡ଼ ନେବା, ଆଉ ଥାଳିରେ ପାଣି ନେଇକି ପାମ୍ପଡ଼କୁ ବୁଡ଼େଇବେ ଆଉ ଉଠେଇବେ। ବେଶୀ ସମୟ ରଖିବେନି, ପାମ୍ପଡ଼ ପାଣିରେ ପଡ଼ିଗଲେ ପୁରା ନରମ ହେଇଯିବ। ତାପରେ ଗୋଟେ ସୂତା କପଡ଼ାରେ ଟିକେ ହାଲକା ପୋଛିଦେବେ। ତାପରେ ଆପଣମାନେ ମନ ପସନ୍ଦର ଆକାରରେ କାଟିପାରିବେ। ଏଠି ଦେଖନ୍ତୁ, ପାମ୍ପଡ଼ ଯେହେତୁ ପୁରାପୁରି ନରମ ହେଇଯାଇଛି, ଗୋଟେ ଛୋଟ ଗିନା ସାହାଯ୍ୟରେ ମୁଁ ପାମ୍ପଡ଼କୁ କାଟି ଦେଉଛି। ଦେଖନ୍ତୁ, ମୁଁ ଛୋଟ ଛୋଟ ପ୍ରସ୍ତୁତ କରିବି, ଯେହେତୁ ମିନି କଟୋରୀ ପ୍ରସ୍ତୁତ କରିବି, ସେଥିପାଇଁ ଗୋଟେ ଛୋଟ ଗିନା ସାହାଯ୍ୟରେ ଏମିତି ମୁଁ କାଟି ଦେଇଛି। ଆଉ ପାମ୍ପଡ଼ ଯେଉଁ ଅବଶିଷ୍ଟ ବଳିଗଲା ଆମେ ତାକୁ ବାହାର କରିଦେବା। ଆପଣମାନେ ତାକୁ ଟିକେ ହାଲକା ଶୁଖେଇ ଦେବେ, ତାପରେ ଆପଣମାନେ ଛାଣିକି ପାମ୍ପଡ଼ ଖାଇପାରିବେ। କିନ୍ତୁ ଏଇ ଯେଉଁ ଛୋଟ ଛୋଟ ପାମ୍ପଡ଼ ଆମେ ପ୍ରସ୍ତୁତ କଲେ କାଟିକି, ତାକୁ ଆମେ କ'ଣ କରିବା ନା, ଟିକେ ସାଇଡ଼ରେ ରଖିଦେବା। ଆଉ ଗୋଟେ ପାମ୍ପଡ଼ ସେମିତି ନେବା, ପାଣିରେ ପକାଇବେ, ତାପରେ ଓଲଟେଇକି ଆଉ ଥରେ ପକାଇବେ। ଏମିତି 2 ଥର ପକାଇ ସାରିବା ପରେ ସୂତା କପଡ଼ାରେ ପୋଛିବେ। ବେଶୀ ସମୟ ବିଲକୁଲ ପାଣିରେ ପାମ୍ପଡ଼କୁ ରଖିବେନି, ବେଶୀ ନରମ ହେଇଗଲେ ପୁରାପୁରି ବତୁରି ଯିବ ଆଉ ଭଲ ଭାବରେ କାଟି ହେବନି। ଏବେ ଦେଖନ୍ତୁ, ଆମେ ଛୋଟ ଗିନା ସାହାଯ୍ୟରେ ଛୋଟ ଛୋଟ ପାମ୍ପଡ଼ ଏମିତି କାଟିକି ରଖିଦେବା। ଆଉ ଆମେ କ'ଣ କରିବା ନା, ଏଇ ପାମ୍ପଡ଼କୁ ଛାଣିବାନି, ମାତ୍ର 1 ଚାମଚ ତେଲରେ 5 ମିନିଟ୍ ଭିତରେ ପ୍ରସ୍ତୁତ କରିବା ଆମେ କଟୋରୀ ବା ଗିନା। ସେଥିପାଇଁ ଆମେ ନେବା ଏଠି ଆପେ ଟ୍ରେ ବା ପନିୟରମ ଟ୍ରେ। ଏବେ ଆମେ ମାତ୍ର 1 ଚାମଚ ତେଲ ଦେଇଦେବା, ଭଲ ଭାବରେ ସବୁ ମୋଲ୍ଡରେ ଦେଇଦେବା। ଆଉ ଏଇ ପନିୟରମ ଟ୍ରେରେ ମୋଲ୍ଡ ଗୁଡ଼ା ପୁରା ଛୋଟ ଛୋଟ ଗିନା ଆକାରର ଥାଏ। ସେଥିପାଇଁ ଆପଣମାନେ ଏଇ ସାଇଜ୍ର ପାମ୍ପଡ଼, ମାନେ ଛୋଟ ଗିନାରେ ଯଦି କାଟିବେ, ଏଇ ପାମ୍ପଡ଼କୁ ଛୋଟ ଛୋଟ ଆକାର କରିକି କାଟିବେ। ତା ସହିତ ଆପଣମାନେ ଏଇ ଯେଉଁ ପନିୟରମ ଟ୍ରେରେ ଯେଉଁ ଅଛି ମୋଲ୍ଡ, ସେଇ ମୋଲ୍ଡ ଭିତରେ ଟିକେ ଚାପିକି ଦେବେ। ଦେଖନ୍ତୁ, ପୁରା ପାମ୍ପଡ଼ ନରମ ଅଛି। ଆପଣମାନେ ଏବେ ଯେମିତି ବି ଆକାର ଦେବେ ସେମିତି ଆକାର ହେଇଯିବ ଏଇ ପାମ୍ପଡ଼। ଏବେ ଦେଖନ୍ତୁ, ଆମେ ଏବେ ଫ୍ଲେମ୍ରେ ରଖିନେ, ଆମେ ଭଲ ଭାବରେ ତାକୁ ଟିକେ ଚାପିକି ତାପରେ ଆମେ ପୁରାପୁରି ଲୋ ଫ୍ଲେମ୍ କରିଦେବା। ଲୋ ଫ୍ଲେମ୍ରେ ମାତ୍ର 5 ମିନିଟ୍ ପାଇଁ ତାକୁ କୁକ୍ ହେବାକୁ ଛାଡ଼ିଦେବା। ମଝିରେ ମଝିରେ ଦେଖନ୍ତୁ, ତାୱାକୁ ବା ଟ୍ରେକୁ ଟିକେ ଚାରିପଟକୁ ଏମିତି ଦେଖେଇଦେବେ, ଯାହାଫଳରେ କି ପୁରାପୁରି ସବୁ କଟୋରୀ ବଢ଼ିଆ ଭାବରେ ପୁରା କୁକ୍ ହେବ ଆଉ ପୁରାପୁରି କ୍ରିସ୍ପି ହେଇଯିବ। ଏବେ ଦେଖନ୍ତୁ, ମାତ୍ର 1 ଚାମଚ ତେଲରେ ଆଉ ମାତ୍ର 5 ମିନିଟ୍ ଭିତରେ ଆମର ପୁରାପୁରି କୁରକୁରିଆ ବା କ୍ରିସ୍ପି ମିନି କଟୋରୀ ଏଠି ପ୍ରସ୍ତୁତ ହେଇଯାଇଛି। ମାତ୍ର 5 ମିନିଟ୍ ଭିତରେ ଆପଣମାନେ ଏମିତି ପ୍ରସ୍ତୁତ କରିପାରିବେ। ଆଉ ଏଇ ପାମ୍ପଡ଼ ପୁରାପୁରି କ୍ରିସ୍ପି, ଖାଇବାକୁ ବେଶ ସୁଆଦିଆ ଲାଗିବ। ଆପଣମାନେ ଚାଟ୍ର ସବୁ ସାମଗ୍ରୀ ଆଗରୁ ଯଦି ପ୍ରସ୍ତୁତ କରିକି ରଖିଥିବେ, ଏମିତି କଟୋରୀ ଆପଣମାନେ ମାତ୍ର 5 ମିନିଟ୍ ଭିତରେ ପ୍ରସ୍ତୁତ କରିବେ, ତାପରେ ପରସି ଦେବେ। ଏବେ ଦେଖନ୍ତୁ, କେତେ ବଢ଼ିଆ ଭାବରେ ପୁରା କ୍ରିସ୍ପି ଆଉ କେତେ ସୁନ୍ଦର ଦେଖାଯାଉଛି, ପୁରା ଛୋଟ ଛୋଟ ଗିନା ପରି। ଆମର ମିନି କଟୋରୀ ଏଠି ପ୍ରସ୍ତୁତ ହେଇଯାଇଛି। ଏବେ ଆମେ ମିନି କଟୋରୀରେ ଚାଟ୍ ପ୍ରସ୍ତୁତ କରିବା। ସେଥିପାଇଁ ପ୍ରଥମେ ଆମେ ନେବା ଦହି। ଏଠି ମୁଁ ନେଇଛି ଦହି ପୁରାପୁରି ଗାଢ଼ା ବସା ଦହି, ଘର ତିଆରି ଦହି। ଆପଣମାନେ ଚାହିଁଲେ ବଜାରରୁ ଦହି ମଧ୍ୟ କିଣିକି ନେଇପାରିବେ, କିନ୍ତୁ ଦହି ପୁରା ଗାଢ଼ା ଦହି ନେବେ। ଦେଖନ୍ତୁ, କେତେ ବଢ଼ିଆ ଭାବରେ ଦହି ଜମିଛି, ଆଉ ଦହି ବିଲକୁଲ ଖଟା ହେଇନଥିବ, ପୁରା ତାଜା ଦହି ନେବେ। ଆଉ ପୁରା ଫ୍ରେଶ୍ ଦହିରେ କରିବେ। ମିଠା ଦହି ବହୁତ ବଢ଼ିଆ ସ୍ୱାଦଯୁକ୍ତ ହେଇକି ପ୍ରସ୍ତୁତ ହେବ। ଆଉ ଏଇ ଦହି ମୁଁ ଫ୍ରିଜରେ ରଖିଦେଇଥିଲି, ପୁରା ଥଣ୍ଡା ଥଣ୍ଡା ଦହି ଅଛି। ଏବେ ଆମେ ପ୍ରସ୍ତୁତ କରିବା ମିଠା ଦହି ଆମର ଚାଟ୍ ପାଇଁ। ସେଥିପାଇଁ ପ୍ରଥମେ ଦହିକୁ ଭଲ ଭାବରେ ଫେଣ୍ଟି ଦେବା, ପୁରା କ୍ରିମି କ୍ରିମି ଟେକ୍ସଚରର ହେଇଯିବ।
तापर आम ए दबा 2 बड़ चामच चीनी जहाँफल कि पूरा क्रीमी क्रीमी टेक्सचर आमर प्रस्तुत हो दही गाढ़ा दही मीठा दही एमती आपण मैंने मीठा दही प्रस्तुत करेंगे चाट पाई तार स्वाद पूरा पूरी जबरदस्त रहिबो। चीनी को दही सहित भल भाव फेंटी दबा तापर आमर प्रस्तुत हो गाढ़ा मीठा दही। यही मीठा दही बिना चाट पूरा अधा अधूरा। आउ साधारणतः आम जेकोसी चाट प्रस्तुत करती 3 प्रकार चटनी निश्चय प्रस्तुत करके रखिथिबे फटाफट आपणकर चाट प्रस्तुत हो। आउ एई ग्रीन चटनी बा पुदीना धनियार जो चटपटा खटा राग लुणीर चटनी आपण माने प्रस्तुत करके 7 दिन पर्यंत फ्रिज रे मध्य रखिपारे। ता सहित खट्टा मिठा गुड़ तेंतुलीर चटनी मध्य मासे पर्यंत रखिपारे आपण माने जदि थरे प्रस्तुत करके फ्रिज रे रखिबे। एबे देखंतु 3 प्रकार चटनी परे आमे चाट पाई गोटे बहुत बढ़िया फ्लेवरफुल मसला प्रस्तुत करबा जहाँकि जीरा और लंका को 5 मिनिट पाई कम जाल रे टिके भाजी दबा तापर ताकू दरदर गुंड करबा बेसी फाइन पाउडर करबेनी टिके दरदर गुंड कले तार बास्ना और स्वाद बहुत बढ़िया रहिबो। एबे देखंतु भजा जीरा लंका गुंड आमर प्रस्तुत हो जाइछि। आपण माने जेकोसी चाट प्रस्तुत करंतु पूर्व प्रस्तुति जदि करके रखिथिबे बहुत कम समय रे चटपटा चाट प्रस्तुत करि परिबे। किंतु आज आमे जो मिनी कटोरी चाट प्रस्तुत करिबा मात्र 5 मिनिट भितरे जदि आपण माने पूर्वरु एई सब प्रस्तुति करके रखिथिबे जेमिति कि 3 प्रकार चटनी हैला आउ सिझा आलू को छोट छोट खंड करके रखिदेबे ता सहित मटर आ बुट को बतुरै कि सिझै कि रखिथिबे एतिकी आपण माने रखिथिबे जदि बहुत शीघ्र 5 मिनिट भितर प्रस्तुत करें चाट। ता सहित पियाज धनिया पत्र पुदीना पत्र को गुंड करके काटिदेवे कंचा लंका को मध्य गुंड करके काटिदेवे ता सहित बिट लुण चाट मसला पाउडर लंका गुंड आउ भजा जीरा लंका गुंड एतिकी सामग्री रे आमर प्रस्तुत करिबा मिनी कटोरी चाट। एबे आमर सबु मसला चटनी प्रस्तुत आउ आमर पांपड़ रे आमे जो प्रस्तुत करथिले मिनी कटोरी छोट छोट गिना ताकू आमे थाली रे सजेई कि रखिदबा आउ सबु गिना रे आमे प्रथमे छोट छोट आलू खंड 3-4 खंड दे देबा तापरे मटर आ बुट सिझारू किछि दे देबा तापरे पियाज कटा कंचा लंका कटा धनिया पुदीना पत्र कटा ए सब को पूरा गुंड करके काटिकी देबे जेहेतु छोट गिना सेही अनुसार आपण माने देबे। तापरे छोट चामच रे आपण माने मीठा दही देबे तापरे खट्टा मीठा चटनी जो गुड़ आ तेंतुलीर चटनी देबे तापरे ग्रीन चटनी धनिया पुदीनार पूरा चटपटा राग खट्टा लुणीर धनिया पुदीना चटनी देदेवे आउ एमिति चटपटा चाट निश्चय थरे प्रस्तुत करंतु एतिके देखु देखु आपणक पाटिरु लाळ गडिबो एते स्वादिष्ट लागिबो पूरा चटपटा। तापरे आमे देदेबा टिके कला लुण चटपटा पाई आउ टिके चाट मसला पाउडर लंका गुंड जीरा लंका जो भाजी के आमे गुंड करके रखिथिले ताको मध्य टिके टिके छिंची देबा ता ऊपर आउ टिके स्वादिष्ट आउ क्रिस्पी बा कुरकुरिया करबा पई आमे छणा सेव मध्य किछि दबा जहाँकि स्वाद आहुरी बढ़ाई देबो। एबे आमे ऊपरे छणा सेव को दे दबा टिके टिके सबु कटोरी रे देखंतु आमर मिनी कटोरी पूरा पूरी फुल हो जाइछि आउ ऊपरे 3-4टा डाळिंब मंजी निश्चय पकेबे। आपण माने गोटे मिनी कटोरी रे जेमिति सबुर टेस्ट पाइबे फ्लेवर टेस्ट एते बढ़िया लगिबो खट्टा मीठा राग लुणी पूरा चटपटा और क्रिस्पी पांपड़ आमर पूरा पूरी क्रिस्पी अच्छी आउ ता ऊपर आमे जो सेव पकईचे छणा सेव सी भी पूरा पूरी क्रिस्पी अच्छी बहुत बढ़िया स्वादिष्ट लगिबो। आपण माने थरे निश्चय बनातु आउ एमिति मिनी कटोरी जदि प्रस्तुत करिवे आपण को भांगी की खाइबा को पड़िबोनी गोटे बाइट रे आपण माने गोटे मिनी कटोरी चाट खाई परिबे। एमिति बनातु खातु समस्त को खुआतु मजा आसीजिबो। तेबे आजि पई एतिकी जय जय जगन्नाथ।